ବର୍ତ୍ତମାନ କହିବାଟା ଭୁଲ ହେବ ଆମ ପାଇଁ ଯେ କୋଉଥିପାଇଁ ପୀତବାସ ଭାଇଙ୍କର ହତ୍ୟା ହେଇଛି। सर कौन କହିବେ କୋଉଠି ତଦନ୍ତ ଆରମ୍ଭ କରିବା ଦରକାର ଆଜି ସଭା ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଆମର ଦିବଂଗତ ନେତା ପୀତବାସ ଭାଇଙ୍କର ଯୋଉ ଅକାଳ ବିୟୋଗ ଘଟିଛି ଯୋଉ ହତ୍ୟା କରାଯାଇଛି ତାର ଆମେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଶୋକ ସଭା ଆୟୋଜନ ହେଇଛି କାର୍ଯ୍ୟାଳୟରେ। ତ ମୁଁ ମଧ୍ୟ ସେଠି ପହଞ୍ଚିଛି। ମୁଁ ସେଇ ଦିବଂଗତ ଆତ୍ମାର ପ୍ରତିମୂର୍ତ୍ତିରେ ମୁଁ ଶ୍ରଦ୍ଧାଞ୍ଜଳି ଦେଇଛି ଏବଂ ସେଇ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ସେ ପରିବାର ପ୍ରତି ମୋର ସମବେଦନା ଜ୍ଞାପନ କରୁଛି। ଆଉ ଏହି ଅସମୟରେ ଆମେ ସମସ୍ତେ ମିଳିମିଶି କିଭଳି ସେ ହତ୍ୟାକାରୀ ଧରା ପଡ଼ିବେ, କିଭଳି ଷଡ଼ଯନ୍ତ୍ରକାରୀ ପାଖକୁ ପୋଲିସ ଠିକ ଭାବରେ ପହଞ୍ଚିବ ତାହା ଉପରେ ଆମେ ସମସ୍ତେ ଯତ୍ନବାନ ହେଇ କେମିତି ପୋଲିସକୁ ସହଯୋଗ କରିବା ଏବଂ ଓଡ଼ିଶା ପୋଲିସ ଗଞ୍ଜାମ ପୋଲିସ ଏହା ଉପରେ ରାଜ୍ୟ ସରକାର ମଧ୍ୟ ସମ୍ବେଦନଶୀଳ ଅଛନ୍ତି। ଅତି ଶୀଘ୍ର ଷଡ଼ଯନ୍ତ୍ରକାରୀ ଏବଂ ହତ୍ୟାକାରୀ ପାଖକୁ ପୋଲିସ ପହଞ୍ଚିବ। ପ୍ରକୃତରେ କୋଉଥିପାଇଁ ଏହି ଘଟଣା ଘଟିଛି, ଏଇଭଳି ହତ୍ୟା ଘଟିଛି ତାହାର ନିଶ୍ଚିତ ଭାବରେ ଅଳ୍ପ ଦିନରେ ପର୍ଦ୍ଦାଫାଶ ହେବ। କଣ ବୋଲିକି ଭାବୁଛନ୍ତି ଦେଖନ୍ତୁ, ପୀତବାସ ଭାଇ ଜଣେ ଏକାଧାରରେ ଓକିଲ ଥିଲେ, ଜଣେ ରାଜନୀତିଜ୍ଞ ଥିଲେ, ଜଣେ ସ୍ତମ୍ଭକାର ଥିଲେ, ଜଣେ ଟ୍ରେଡ୍ ୟୁନିୟନ ଲିଡର ଥିଲେ, ଜଣେ ଆରଟିଆଇ ଆକ୍ଟିଭିଷ୍ଟ ଥିଲେ। ସେ ସବୁବେଳେ ସତ୍ୟର କଥାକୁ ପ୍ରତିବାଦ ମାନେ ଯେତେବେଳେ ସତ୍ୟ ଘଟଣା ଆସେ ବାହାରକୁ, ଯେତେବେଳେ ପ୍ରକୃତ ଘଟଣା ଆସେ ସେ ରାଜନୈତିକଠୁ ଉର୍ଦ୍ଧ୍ୱରେ ରହିକି ସେ ସବୁବେଳେ ପ୍ରକୃତ ଘଟଣା ଉପରେ ସେ ଫୋକସ କରିଛନ୍ତି। ତ କୋଉଠି ନା କୋଉଠି ସବୁ ଦିଗକୁ ପୋଲିସ ତାର ଦେଖୁଛି କୋଉ ଦିଗକୁ ଆକ୍ଚୁଆଲି କୋଉଥିପାଇଁ ଏଇ ଘଟଣା ଘଟିଛି ସବୁ ଦିଗକୁ ତର୍ଜମା କରିକି ସେମାନେ ତଦନ୍ତକୁ ଆଗକୁ ବଢାଉଛନ୍ତି। ତେଣୁ ଏଥିରେ ଆମେ ବର୍ତ୍ତମାନ କହିବାଟା ଭୁଲ ହେବ ଆମ ପାଇଁ ଯେ କୋଉଥିପାଇଁ ପୀତବାସ ଭାଇଙ୍କର ହତ୍ୟା ହେଇଛି। ହଁ ନିଶ୍ଚିତ ଭାବରେ ପୋଲିସ ପ୍ରତ୍ୟେକ ଦିଗକୁ ଯାଇକି ତଦନ୍ତ କରୁଛି। ସେଠି କର୍ପୋରେଟର ହୁଅନ୍ତୁ, ସେ ସିଆଇଏସ୍ଏଫ ଯବାନ ହୁଅନ୍ତୁ, କି ସେ ପୋଲିସର କୌଣସି କାର୍ଯ୍ୟକର୍ତ୍ତା ହୁଅନ୍ତୁ, କି ସେ କେତେ ବଡ଼ ରାଜନେତା ହଉଛି ହଉ, ମୋର ବିଶ୍ୱାସ ଅଛି ସେ ଯେତେ ବଡ଼ ଲୋକ ହେଲେ ମଧ୍ୟ ଗଞ୍ଜାମ ପୋଲିସ, ବ୍ରହ୍ମପୁର ପୋଲିସ, ରାଜ୍ୟ ସରକାର କେବେ ହେଲେ ମଧ୍ୟ କୌଣସି ଅପରାଧୀକୁ ଘଣ୍ଟ ଘୋଡ଼େଇବେ ନାହିଁ। ଆଉ ଆଶା ରଖୁଛି, ବିଶ୍ୱାସ ମଧ୍ୟ ଅଛି ପୋଲିସ ଉପରେ ଯେ ସେ ପ୍ରକୃତ ଘଟଣାକୁ ତଦନ୍ତ କରିକି ସେ ଯେତେ ବଡ଼ ଲୋକ ହଉଛି ହଉ ସେ ତାହା ଲୋକଲୋଚନକୁ ଆଣିବ। ହଁ ନିଶ୍ଚିତ ଭାବରେ ତ ହ୍ୱାଇଟ୍ ସାର୍ଟର ବର୍ତ୍ତମାନ ବହୁତ ବଡ଼ ଚର୍ଚ୍ଚା ଚାଲିଛି। ହ୍ୱାଇଟ୍ ସାର୍ଟର ହେଲମେଟ ପିନ୍ଧିକି ଯୁବକ ମାନେ ହତ୍ୟାକାରୀ ଯୋଉମାନେ କି ସାର୍ପ ସୁଟର ଥିଲେ ବୋଲିକି ପୋଲିସ ମଧ୍ୟ କହୁଛନ୍ତି, ବାଇଟ୍ ମଧ୍ୟ ଦେଇଛନ୍ତି। ତ ନିଶ୍ଚିତ ଭାବରେ ବର୍ତ୍ତମାନ ହ୍ୱାଇଟ୍ ସାର୍ଟ ବଡ଼ ବଡ଼ ଚର୍ଚ୍ଚାରେ ଅଛି। ତ ସେଇ ହ୍ୱାଇଟ୍ ସାର୍ଟ ହିଁ ପଦାକୁ ଆଣିବ ବୋଲିକି ମଧ୍ୟ ମୋର ବିଶ୍ୱାସ ରହିଛି।